ସ୍ୱାଧୀନତାର 76 ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ। ରାତ୍ରରେ ଘନ ଅନ୍ଧକାରରେ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଡିବିରି ଆଲୁଅରେ ପାଠ ପଢ଼ି ଭବିଷ୍ୟତ ଗଢ଼ୁଛନ୍ତି ଛାତ୍ରଛାତ୍ରୀ। ସୂର୍ଯ୍ୟ କିରଣ ଅସ୍ତ ପରେ ଡିବିରି ଆଲୁଅ ହିଁ ସାହା ଭରସା ହୋଇଛି। ଡିବିରି ଲିଭିଗଲା ପରେ ସବୁ ଯେମିତି ଖାଁ ଖାଁ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଘେରା ମଧ୍ୟରେ ଥିବା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ପାରାଡୁଲ ଗାଁର କଣ୍ଟାବଣ ସାହିରେ ଏଭଳି ସ୍ୱାଧୀନତାର 76 ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ କଣ୍ଟାବଣ ସାହିରେ ରୁହନ୍ତି ପ୍ରାୟ 20ରୁ ଉର୍ଦ୍ଧ୍ୱ ପରିବାର। ସାହିକୁ 2019ରେ ପ୍ରଶାସନ ଦ୍ୱାରା ଗାଁକୁ ବିଦ୍ୟୁତ ସଂଯୋଗୀକରଣ ନିମନ୍ତେ ଘରେ ଘରେ ମିଟର ବକ୍ସ ବସାଯାଇଛି। ହେଲେ ବିଦ୍ୟୁତ ସଂଯୋଗ ନକରି ଛାଡ଼ି ଦିଆଯାଇଛି। ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଘନ ଅନ୍ଧକାରରେ ଜୀବନ ବିତାଉଛନ୍ତି ଗ୍ରାମବାସୀ। ସନ୍ଧ୍ୟା ହେଉ ହେଉ ଗାଁ ଅନ୍ଧାରରେ। ଘରେ ଡିବିରି ଆଲୁଅରେ ପାଠ ପଢ଼ନ୍ତି ଛାତ୍ରଛାତ୍ରୀ। ଜମିରେ ଜଳସେଚନଠୁ ଆରମ୍ଭ କରି ପିଲାଙ୍କ ଭବିଷ୍ୟତ ଗଠନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ପାହାଡ଼ ଜଙ୍ଗଲ ଘେରା ଭିତରେ ରହିଥିବାରୁ ରାତି ହେଲେ ଭୟଭୀତ ଅବସ୍ଥାରେ ରହିବା ସହ ଚାହିଁ ବସିଛନ୍ତି ସକାଳର ଆଲୁଅକୁ ଗାଁ ଲୋକେ। ସବୁଠାରୁ ବଡ଼ କଥା ହେଲା ଖରାଦିନରେ ଅତିଶୟ ଗରମରେ ପଙ୍ଖା ବି ଲଗାଇ ପାରୁନାହାନ୍ତି। ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏନେଇ ଅନେକ ଥର ପ୍ରଶାସନକୁ ଅଭିଯୋଗ କରିଥିଲେ ବି କେବଳ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମାଧ୍ୟମରେ ସରକାର ଗାଁ ଗାଁକୁ ବିଜୁଳି ଆଲୁଅ ଯୋଗାଉଛନ୍ତି, କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆଜି ମଧ୍ୟ ବିଜୁଳି ଆଲୁଅ ସ୍ୱପ୍ନ ହୋଇ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁକୁ ଯଥାଶୀଘ୍ର ବିଜୁଳି ସଂଯୋଗ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆର୍ ଉଦୟଗିରି ବିଦ୍ୟୁତ ବିଭାଗ ଅଧିକାରୀ ଦିଲ୍ଲୀପ କୁମାର ଲେଙ୍କା। ଏସଡିଓ ତେବେ ଅପେକ୍ଷା କେବେ ଏହି ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯିବ। ରାତ୍ର ଅନ୍ଧାରରୁ ବାହାରି ବିଜୁଳି ଆଲୁଅ ଦେଖିପାରୁଛନ୍ତି। मोर नाम होची धर्मसबर आउ ग्राम होची पाराडूर। आज्ञा या बाबद में कहबा गले आम तो जन्मरू करेन्ट बोल भी जिनसे पर्यंत जानिनु जहाँकि करेन्ट योजना आसीला से योजना भी आम वंचित अच्छु जहाँफल आम मानकर पिला मानकर पढ़ापढ़ी तो दूर कथा आम निजे भी अंधारू माने यहाँ जंगल एरिया कौन बाघ आउची कि भालू आउची कि कौन आसूची से आम जापारू पूरा बण भर रहा रहीचु। ता व्यतीत जो आम चाष जमी अच्छी से चाष जमी पनीपरिया कौन से लगेवा आम चेष्टा करुँ किंतु पानी अभाव हेतु करेन्टर अभाव हेतु आम मैंने करेन्ट पानी उठेकी चाष करूना कि आम उन्नति हो पारूँ जहाँफल आग जीति थी बर्तमान से अवस्था रहीचु। पिला मानकर भी पढ़ापढ़ी असुविधा हेतु से माने वंचित होती माने ज्ञान अभाव होची से समस्त दूर करने आम मानक करेन्ट संजोग यदि प्रदान करेंगे गवर्नमेंट आमको जब सदय हे ताल आम मैंने चिर उपकृत हेबू। मो ना हूँ एलियाज रईत आउ गाँटा हूँ पाराडोल आउ पड़ा साहि आम रोचु कंटाबण बोली कंटाबण पड़ा गाँव लोक मु आमर विशेषतः ए साहि पाई जो प्रोब्लेम अनुभव करुँ आज को 60 वर्ष रु चिलरा होती स्वाधीनता होकरी तथापि आम ए जाए करेन्ट लाइन रो उपभोग हो पारुनी आदौ ए जाए कनेक्शन होनी जहाँफल कि आम विभिन्न समस्या भांगी पड़ुछु। अनेक थर सरकार को विनती कलु ए विषय नहीं तथापि ए जाए ता साकार होनी तेणु आमर गोटे गुहारी प्रथम है विद्युत लाइन रो संजोग तापर पर पानी रो समस्या भी रही तेणु आम साहि पाई जेती परिवार अच्छु ये जो विद्युत संजोग कार्य तुरंत जदि करागले आमे विशेष उपकृत हेबे बोली आशा रखीचु। एतिकी मोर गोटे आपत्ति अभियोग परी कथाटा मो गाँव होची कंटाबण साही पाराडोल ग्रामटा इजियाल सहर आम गाँव रे तो छोटरू आम विद्युत बोले देखिनु बा ए 2 वर्ष 5 वर्ष होची आसियो बोले 2019-18-19 भितर मीटर कौन बसा होता आसियो बोले आम सदाई कि खुशी हेलु आम तो जीवन रू देखी नु करेन्ट आउ एबे तो देखुछु आम आगरू आम लाइफ आम कैरियर तो बर्बाद
कि स्कूल रे जेति पढ़ी आसछु आउ ओन मार्क जोटा देइछन्ते सेटा दिबु किबा मन बुद्धि लगे कि आमे पाठ पढ़ीछु ओन मार्क करिछु आ सेति आगा आउ एबे जे परी आउ एबेर पिला मध्य जो स्कूल को जाउछन्ती स्कूल रे जेति पढ़ी आछन्ती आउ सेति आगा मन बुद्धि लगे कि ओन मार्क करुछन्ती आउ ऑनलाइन क्लास बोले तांको भी जणा नाय आउ एटा नै कि काको अभियोग करथिलो कि एटाକୁ ନେଇକି ଗାଁ ଲୋକ ଭଦ୍ର ଲୋକ ଯାଇଥିଲେ କେତେ ଥର ଗଲେଣି କମ୍ପ୍ଲେନ୍ ଦେଲୁ ଏ 2 ମାସ ପରେ ଆସିବ ଆଉ ଗଲେ ଆଉ 4 ମାସ ପରେ ବର୍ଷକୁ ପରେ ଆସିବ କହୁଥିଲେ ଏପର୍ଯ୍ୟନ୍ତ ବିଦ୍ୟୁତ କିଛି ଆସିଲାନି ଆଉ ଏବେ ତ ଦେଖିଲେ ବହୁତ ଖରା ବି ହେଉଛି ଆଉ ଖରାରୁ ଆମେ କିଛି ରାତିରେ ଫ୍ୟାନ୍ ଲଗେଇ ପାରୁନୁ ଆଉ ବାହାରେ ଶୋଇଲେ ମଧ୍ୟ ବାହାରେ ଶୋଇବାକୁ ଭୟ ହେଉଛି ଆଉ ଜଙ୍ଗଲ ଏରିଆ ସାପ କ'ଣ ଆସିଲେ ଆଉ ବିଚାର ସେ ଭୟରୁ ଆମେ ଆଉ ବଞ୍ଚିତରେ ଅଛୁ ସେଟା ଆମର ଯେଉଁଗୁଡ଼ାକ ଅନଇଲେକ୍ଟ୍ରିଫାଇଡ୍ ଭିଲେଜ୍ ରହୁଛି ସେଗୁଡ଼ା ତ ଇଲେକ୍ଟ୍ରିଫିକେସନ୍ କାମ ଆମେ ବହୁତ ଜଲ୍ଦି କରିଦେଉଛୁ ତା ଦେହରେ କୌଣସି ଲେଟ୍ କରୁନୁ ଏ ଯେଉଁ କଣ୍ଟାବଣ ଭିଲେଜ୍ଟାର କ'ଣ ହେଇଛି ମୁଁ ସେଠିକି ଟିମ୍ ପଠାଇକିରି ଇନକ୍ୱାରି କରିବି ଏବଂ ଯାହା ଆପଣଙ୍କର ଷ୍ଟେପ୍ ନେବା କଥା ଇମିଡ଼ିଏଟଲି ଷ୍ଟେପ୍ ନେଇକି ତା ପାଇଁ ବ୍ୟବସ୍ଥା କରାଯିବ। ଗଜପତି ଜିଲ୍ଲାରୁ ମନୋହର ପରିଛାଙ୍କ ରିପୋର୍ଟ ଜ୍ୟୋତିପ୍ରଭା ନ୍ୟୁଜ୍।